हेलो फ्रेंड्स नमस्कार मु विकास आपण मानक स्वागत करुछि आउ एक नुआ वीडियो रे। तो फ्रेंड्स आपण माने जानिथिबे सरकारक तरफरु प्रधानमंत्री आवास योजना सर्वे करा जायतिला आपण माने भी निजे सेल्फ सर्वे करिथिले। तो आपण मानक पई सही प्रधानमंत्री आवास योजना घर आपनकु केबे मिलिबो बा मिलिबो कि नाही एवं यह केबे मिलिबो ए नै आसी जायछि बहुत बड़ अपडेट आसी जायछि। सेही अपडेट टी कोन रहिछि एही वीडियो रे जानिबा। वीडियो को शेष जाए देखंतु जमारू स्किप करंतु नाही शेष जाए देखंतु आपण संपूर्ण डिटेल्स जानि पारबे। ता पूर्वरु वीडियो रे नुआ आस्थिले चैनल को सब्सक्राइब कर दियंतु पाखरे थिबा बेल आइकन को प्रेस कर रखंतु जहा फल रे हम चैनल रे जहा भी अपडेट आसीबो सर्वप्रथमे जानि पारबे। चलंतु वीडियो टी स्टार्ट करिबा। तो फ्रेंड्स आमे प्रथमतः देखिबा प्रधानमंत्री आवास योजना रो उद्देश्य कोन। तो देखंतु प्रधानमंत्री आवास योजना बा पीएम आवास योजना हेउछि भारत सरकारक एक महत्वपूर्ण योजना जहा गरीब और आय विहीन परिवारଙ୍କୁ निज घर तैयारी करबा पई सहायता देइथाय। एही योजना उभय ग्रामीण एवं सहर दुईटी भागरे विभक्त होइअछि। देखंतु फ्रेंड्स एही आवास योजना रे ଆପଣ ଗ୍ରାମାଞ୍ଚଳରେ ମଧ୍ୟ ଥିଲେ ଆବେଦନ କରିପାରିବେ ଆପଣ ସହରାଞ୍ଚଳରେ ଥିଲେ ମଧ୍ୟ ଏହା ଆବେଦନ କରିପାରିବେ। ବା ଏ ଆବେଦନ ଯେଉଁମାନେ କରିଛନ୍ତି ସେମାନେ ଘର କେବେ ପାଇବେ ବା କେବେ ମିଳିବ ସେମାନେ ମିଳିବ କି ନାହିଁ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା। ଦେଖନ୍ତୁ ଫ୍ରେଣ୍ଡସ୍ ଆମେ ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବେଦନ କରିଛନ୍ତି ବା ସେଲ୍ଫ ସର୍ଭେ ମଧ୍ୟ କରିଛନ୍ତି। ତ ସେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆପଣଙ୍କୁ ଘର ମିଳିବ କି ନାହିଁ ସେ ବିଷୟରେ ଫାଷ୍ଟ ଜାଣିବା। ଦେଖନ୍ତୁ ଏହାର କିଛି ଇଲିଜିବିଲିଟି କ୍ରାଇଟେରିଆ ରହିଛି ଏଥିରେ ଆପଣ ଇଲିଜିବଲ ହେବେ କି ନାହିଁ ଆପଣ ପ୍ରଧାନମନ୍ତ୍ରୀ ଯୋଜନା ଘର ପାଇପାରିବେ କି ନାହିଁ। ଚାଲନ୍ତୁ ସେଇ ସବୁ ଇଲିଜିବିଲିଟି କ୍ରାଇଟେରିଆ କଣ କଣ ରହିଛି ଆଜିର ଏଇ ଭିଡିଓରେ ଜାଣିବା। ଦେଖନ୍ତୁ ସେଇ ଏଲିଜିବିଲିଟି କ୍ରାଇଟେରିଆ କଣ କଣ ରହିଛି ମୁଁ ଆପଣମାନଙ୍କୁ ଦେଖାଉଛି ଦେଖନ୍ତୁ। ତ ଫ୍ରେଣ୍ଡସ୍ ଦେଖନ୍ତୁ ଏଠାରେ ଆପଣମାନଙ୍କୁ ପିଏମ୍ ଆବାସ ଯୋଜନାରେ ଇନଏଲିଜିବିଲିଟି କ୍ରାଇଟେରିଆ କଣ କଣ ରଖିଛି ଦେଖନ୍ତୁ। ତ ପ୍ରଥମେ ଦେଖିବା ଏକ ନମ୍ବର ରହିଛି ପକ୍କା ଘରେ ରହୁଥିବା ପରିବାର। ଦେଖନ୍ତୁ ଆପଣ ଯଦି ପକ୍କା ଘରେ ରହୁଛନ୍ତି ତ ଏଇ ଯୋଜନାରେ ଆପଣ ପାଇପାରିବେ ନାହିଁ। ଆଉ ଦେଖନ୍ତୁ ସେକେଣ୍ଡରେ କଣ ରହିଛି ଅନ୍ୟ କୌଣସି ସରକାରୀ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଗୃହ ନିର୍ମାଣ ପାଇଁ ପୂର୍ବରୁ ସହାୟତା ରାଶି ପାଇଥିବା ପରିବାର। ଯଦି ଆପଣ ପୂର୍ବରୁ ଯେକୌଣସି ସରକାରୀ ଗ୍ରାମୀଣ ଗୃହ ପାଇଛନ୍ତି ତ ଆପଣ ଏଠାରେ ଆବେଦନ ବି କରିପାରିବେ ନାହିଁ କି ଏଠାରେ ଆପଣ ଏଲିଜିବଲ ହେଇପାରିବେ ନାହିଁ। 3 ନମ୍ବର ଦେଖିବା ଯେଉଁ ପରିବାରରେ 3 ବା 4 ଚକିଆ ଯାନ ଥିବ। ଦେଖନ୍ତୁ ଯଦି ଆପଣଙ୍କ ପରିବାରରେ 3 ଚକିଆ ବା 4 ଚକିଆ ଯାନ ଅଛି ତ ଆପଣ ମାନଙ୍କୁ ଏ ଘର ମିଳିପାରିବ ନାହିଁ। ଦେଖନ୍ତୁ 4 ନମ୍ବର ରହିଛି ଯେଉଁ ପରିବାରରେ କୃଷି ଭିତ୍ତିକ 3 ବା 4 ଚକିଆ ଯାନ୍ତ୍ରିକ ଉପକରଣ ଥିଲେ। ହଁ ଫ୍ରେଣ୍ଡସ୍ ଯଦି ଆପଣଙ୍କ ଘରେ ବା ଆପଣଙ୍କ ଘରେ 3 ବା 4 ଚକିଆ କୃଷି ଭିତ୍ତିକ ଯାନ୍ତ୍ରିକ ଉପକରଣ ଅଛି ତ ଆପଣ ଏହା ଆବେଦନ କରିପାରିବେ ନାହିଁ କି ଘର ଆପଣଙ୍କୁ ମିଳିବ ନାହିଁ। ଦେଖନ୍ତୁ 5 ନମ୍ବର ରହିଛି 50,000 ଟଙ୍କା କିମ୍ବା ଅଧିକ ମୂଲ୍ୟର କିଷାନ କ୍ରେଡିଟ କାର୍ଡ। ତାପରେ ଦେଖିବା 6 ନମ୍ବର ରହିଛି ଯଦି ପରିବାରରେ ଦେଖନ୍ତୁ ଯଦି ପରିବାର କୌଣସି ସଦସ୍ୟ ସରକାରୀ କର୍ମଚାରୀ ହୋଇଥିବେ। ଦେଖନ୍ତୁ ଯଦି ଆପଣଙ୍କ ପରିବାରରେ କେହି ବି ଜଣେ ସରକାରୀ କର୍ମଚାରୀ ହୋଇଥିଲେ ଆପଣ ଘର ପାଇପାରିବେ ନାହିଁ। ଆଉ ଦେଖନ୍ତୁ ସରକାରୀ ପଞ୍ଜୀକୃତ ଅନଉଦ୍ୟୋଗ ପରିବାର ହୋଇଥିଲେ। 8 ନମ୍ବର ଦେଖିବା ଯଦି ପରିବାରର କୌଣସି ସଦସ୍ୟଙ୍କ ମାସିକ ଆୟ 15,000 ଟଙ୍କାରୁ ଅଧିକ ହୋଇଥିବ। ଦେଖନ୍ତୁ ଯଦି ଆପଣଙ୍କ ପରିବାରରେ ଯାହାଙ୍କର ବି ଆୟ 15,000 ଅଧିକ ହୋଇଥିବ ତ ଆପଣଙ୍କୁ ସେଇ ଘର ମିଳିବ ନାହିଁ। ଏବେ ଦେଖିବା 9 ନମ୍ବର ରହିଛି ଆୟକର ଦାଖଲ କରୁଥିବା ପରିବାର। ହଁ ଫ୍ରେଣ୍ଡ ଦେଖନ୍ତୁ ଯଦି ଆପଣ ଆୟକର ଦାଖଲ କରୁଛନ୍ତି ତ ଆପଣଙ୍କୁ ଏ ଘର ମିଳିବ ନାହିଁ। ଦେଖନ୍ତୁ 10 ନମ୍ବର ରହିଛି ବୃତ୍ତିକର ଦାଖଲ କରୁଥିଲେ। ଏବେ ଦେଖିବା ଯେଉଁ ପରିବାରରେ ନାମରେ 2.5 ଏକର ରୁ ଅଧିକ ଜଳସେଚିତ ଜମି ଥିବ। ଯଦି ଆପଣଙ୍କ ପରିବାରରେ 2.5 ଏକରରୁ ଅଧିକ ଜଳସେଚିତ ଜମି ଥିଲେ ମଧ୍ୟ ଏଇ ଆବାସ ଯୋଜନାରେ ଇନଏଲିଜିବଲ ହେଇପାରିବେ। ଦେଖନ୍ତୁ 12 ନମ୍ବର ରହିଛି ଯେଉଁ ପରିବାରର ନାମରେ 5 ଏକରରୁ ଅଧିକ ଅଣଜଳସେଚିତ ଜମି ଥିଲେ ମଧ୍ୟ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆପଣ ସାମିଲ ହେଇପାରିବେ ନାହିଁ। ଦେଖନ୍ତୁ ଏଇ ସବୁ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଇନଏଲିଜିବଲ କ୍ରାଇଟେରିଆ ରହିଛି। ଏଇ ସବୁ ଥିଲେ ଆପଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ପାଇପାରିବେ ନାହିଁ। ଦେଖନ୍ତୁ ଫ୍ରେଣ୍ଡସ୍ ଆପଣ ମାନେ ତ ଦେଖିଲେ ଏହାର ଇନଏଲିଜିବଲ କ୍ରାଇଟେରିଆ କଣ କଣ ରହିଛି। ଏସବୁ ଥିଲେ ଆପଣ ମାନଙ୍କୁ ଘର ମିଳିବ ନାହିଁ। ଏବେ ଦେଖିବା ଏହି ଯୋଜନାରେ ଯେଉଁମାନେ ଆବେଦନ କରିଛନ୍ତି ସେମାନେ ଘର କେବେ ପାଇବେ। ଦେଖନ୍ତୁ ଫ୍ରେଣ୍ଡସ୍ ଓଡିଶାରେ ପ୍ରାୟତଃ 35 ଲକ୍ଷ
35 ଲକ୍ଷ ଲୋକ ଆବେଦନ କରିଛନ୍ତି। ତ 35 ଲକ୍ଷ ଲୋକ ଆବେଦନ କରିଛନ୍ତି, ତ ଏଥିରେ ଦେଖନ୍ତୁ କମ ସେ କମ 5 ଲକ୍ଷରୁ 10 ଲକ୍ଷ ଲୋକ ଇନଏଲିଜିବଲ ହେଇପାରିବେ ଏଇ ସବୁ ଜିନିଷ ପାଇଁ। ସେମାନଙ୍କୁ ଘର ମିଳିବ ନାହିଁ। ତ ଏବେ ଦେଖିବା ଏବେ ଏହା କେବେ ମିଳିବ। ଏହାର କିଛି ଏବେ ଯାଏ ନୋଟିଫିକେସନ କିଛି ଆସିନାହିଁ, ଯେହେତୁ ପଞ୍ଚାୟତ ରାଜ ମନ୍ତ୍ରୀ କହିଛନ୍ତି ଯେ ଏହା ନଭେମ୍ବର ମାସରେ ମିଳିବ ବୋଲି, କିନ୍ତୁ ଏବେ ଯାଏ ଅଫିସିଆଲି ନୋଟିଫିକେସନ ଏବେ ଯାଏ କିଛି ଆସିନାହିଁ। ନଭେମ୍ବର ବି ମିଳିପାରେ, ଡିସେମ୍ବର ବି ମିଳିପାରେ। ଯେବେ ବି ଏହାର ଅଫିସିଆଲ ନୋଟିଫିକେସନ ଆସିବ ଆପଣମାନଙ୍କୁ ତୁରନ୍ତ ଜଣାଯିବ। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ ତ ଆବାସ ଯୋଜନା ବିଷୟରେ ଡିଟେଲ୍ସ ବୁଝାଇ ଦେଇଛି, ଆପଣମାନେ ଭଲସେ ବୁଝି ଯାଇଥିବେ। ଏହା କେବେ ମିଳିବ, ଏହାର ଇନଏଲିଜିବିଲିଟି କ୍ରାଇଟେରିଆ କଣ କଣ ରହିଛି ଆପଣଙ୍କୁ ଭଲ ଭାବରେ ବୁଝେଇ ଦେଇଛି, ବୁଝାଇଥିବେ। ତ ଭିଡିଓଟି ଏତିକିରେ ଶେଷ କରୁଛି। ଭିଡିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ ଏବଂ ଭିଡିଓରେ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଧନ୍ୟବାଦ।